ପିଲାମାନେ ଆଜି ଆମେ ଜାଣିବା ତ୍ରିଭୁଜର ବହିସ୍ଥ କୋଣ ବିଷୟରେ। ତ୍ରିଭୁଜର ବହିସ୍ଥ କୋଣ କେମିତି ଅଙ୍କନ କରାଯାଏ ଆଉ କେଉଁଠି କେଉଁଠି ସବୁ ଥାଏ ହେଲା। ବହିସ୍ଥ କୋଣ ଆଙ୍କିବାକୁ ଗଲେ ସବୁବେଳେ ଗୋଟେ ଟ୍ରିକ୍ ଆମେ ଆପ୍ଲାଏ କରିବା। କେମିତି ଦେଖ ଇଏ ଗୋଟେ ବାହୁ ଅଛି ନା ନାହିଁ ଅଛି, ଦେଖୁଛ ସିଧା ବାହୁ, ଇଏ ବି ଗୋଟେ ଏଠି ସିଧା ବାହୁଟେ ଏମିତି ଅଛି, ଆଉ ଇଏ ବି ଗୋଟେ ସିଧା ବାହୁ ଏମିତି ଅଛି, ତିନିଟା ବାହୁ ଅଛି। ସବୁ ବାହୁକୁ ସାଇଡ଼୍ରୁ ଟିକେ ଟିକେ ସିଧା ବଢ଼େଇବ। ଏଇଟା କେମିତି ବଢ଼େଇଦେବ ଏପଟକୁ, ଇଏକୁ ଏପଟକୁ ବଢ଼େଇଦେବ, ସରିଲା ବଢ଼େଇଦେଲ। ପୁଣି ଏଇ ବାହୁଟାକୁ ଦେଖ ଏଇ ଗୋଟେ ବାହୁର ଆଗେ ଜାଣିସାରିବା, ତାପରେ ଆମେ ଆଗକୁ ଯିବା। ଏଇ ଗୋଟେ ବାହୁ ଯେଉଁ ବଢ଼େଇଲ ବର୍ତ୍ତମାନ ବହିସ୍ଥ କୋଣ ଏଠି ଗୋଟେ ବାହାରିଲା, ଏଠି ବି ଗୋଟେ ବହିସ୍ଥ କୋଣ ବାହାରିଲା ହେଲା, ବୁଝିଲ। ସେଇଭଳି ଏଇ ଯେଉଁ ବାହୁଟା ନାହିଁ ନା, ଏଇ ବାହୁ ଏପଟକୁ ଟିକେ ବଢ଼େଇବ, ଏପଟକୁ ବି ବଢ଼େଇଦେଲା, ତାହେଲେ ବର୍ତ୍ତମାନ ଏଠି ଗୋଟେ ବହିସ୍ଥ କୋଣ ହେଇଗଲା, ଏପଟର କ'ଣ ବହିସ୍ଥ କୋଣ ପାଇଗଲ। ପୁଣି କ'ଣ କରିବ, ଏଇ ବାହୁଟାକୁ ଏମିତି ବଢ଼େଇବା ଆଗକୁ, ଏଇ ବାହୁଟାକୁ ଏମିତି ଆଗକୁ ବଢ଼େଇବ, ଇଏ ଗୋଟେ ବହିସ୍ଥ କୋଣ ହେଇଗଲା, ଇଏ ବି ଗୋଟେ ବହିସ୍ଥ କୋଣ ହେଇଗଲା। ତାହେଲେ ବହିସ୍ଥ କୋଣ କେତେଟା ପିଲାମାନେ ବର୍ତ୍ତମାନ ହେଲା ଦେଖ, 6ଟି ବହିସ୍ଥ କୋଣ। ସବୁ ମନେ ରଖିବ, ଗୋଟେ ତ୍ରିଭୁଜର 6ଟି ବହିସ୍ଥ କୋଣ ହେଲା। ତାକୁ ଲେଖିବା କେମିତି, ଧରାଯାଉ ଏଇଠି ଗୋଟେ କାଟିଲେ ABC କରିବା ହେଲା, ଏଇଟା କେମିତି ବଢ଼େଇ ଦେଲା, ଏଠି ନାଁ ଦେଇଦେବା P। ଏଠି ବହିସ୍ଥ କୋଣ କେଉଁଟା, ଏଇଟା, ୟା ନାଁ କ'ଣ ହେଲା ACP। ଏ ବହିସ୍ଥ କୋଣ ନାଁ କ'ଣ ହେଲା ACP। ଆଉ ଦେଖ ଏ ଏଗୁଡ଼ା ଆସିବ ଏମିତି CACP, ଏଇ କୋଣଟା ନୁହେଁ କି, ଏଇ କୋଣ ତା ନାଁ ହେଉଛି ACP, ବୁଝିପାରୁଛ। ସେଇଭଳି ଧରାଯାଉ ଆମେ ଆଉ ଗୋଟେ କାଟିବା, ଧରାଯାଉ ମୁଁ ଏଇଠି ଗୋଟେ କାଟିଦେଲି, ୟା ନାଁ ଦେଲି PQR ଦେଇଥିନି, ଏପଟେ ଏମିତି ବହିସ୍ଥ କୋଣ ଏଇ ଜାଗାରେ ହେବ ହେଲା। ଯଦି ହେବ ବର୍ତ୍ତମାନ ୟା ନାଁ ମୁଁ ଧର R ପରେ S ତ S ଏଟା ଦିଆହେଇଛି, ତାହେଲେ ଏବେ ଏଇ ଯେଉଁ ବହିସ୍ଥ କୋଣ ନାଁ କ'ଣ ହେଇଯିବ PQS। এই বহিস্থ কোণ নাଁ PQS, ବୁଝିପାରିଲ। এইଭଳି ଆମେ ବହିସ୍ଥ କୋଣ ଗୁଡ଼ିକୁ ପିଲାମାନେ ଚିହ୍ନିବା। ତେବେ ଆଉ ଗୋଟେ କହୁଛି ଦେଖ, ଧରାଯାଉ ଆମେ ଏଇଠି କାଟିବା ବର୍ତ୍ତମାନ, ୟା ନା MNO। ଏଇଠି ଯେଉଁ ରଶ୍ମିଟା ଏତେ ବାଟ ଗଲା, ୟା ନା କ'ଣ ଦେଇଦେବା P ଦେଇଦେଲେ। MNO ତ୍ରିଭୁଜ, এই ବହିସ୍ଥ କୋଣଟା ମୁଁ ସେ ବାହୁଟା ଟିକେ ଆଗକୁ ବଢ଼େଇଦେଲି, ଏଠି ଗୋଟେ ବହିସ୍ଥ କୋଣ ବାହାରି ପଡ଼ିଲା। ୟା ନାଁ ବର୍ତ୍ତମାନ କ'ଣ ହେଇଯିବ MOP। MOP, ବୁଝିପାରୁଛ କେଉଁଟା, ଏଇ ବହିସ୍ଥ କୋଣ MOP ବହିସ୍ଥ କୋଣ ଗଲା, ବୁଝିପାରିଲ। এইଭଳି ସବୁ ବହିସ୍ଥ କୋଣ ରହିଛି।